ଥରେ ଏକ ଛୋଟ ଗାଁରେ ଗୋପୁ ନାମକ ଏକ ଗଧ ରହୁଥିଲା। ସେ ଜଣେ ଦୟାଳୁ ଚାଷୀଙ୍କ ପାଖରେ କାମ କରୁଥିଲା। କାଠଗଣ୍ଡି, ଶସ୍ୟ ବସ୍ତା ଏବଂ କେତେକ ସମୟରେ ଛୋଟ ଗାଡ଼ି ଚଲାଇବା ପାଇଁ ପିଲାମାନଙ୍କୁ ମଧ୍ୟ ବହନ କରୁଥିଲା। ଯଦିଓ କଠିନ ପରିଶ୍ରମୀ, ଲୋକମାନେ ପ୍ରାୟତଃ ତାଙ୍କୁ ଧୀର, ଜିଦଖୋର ଏବଂ ଘୋଡ଼ା କିମ୍ବା ଗାଈ ପରି ସୁନ୍ଦର ନୁହେଁ ବୋଲି ପରିହାସ କରୁଥିଲେ। ଗୋପୁ କେବେ ଅଭିଯୋଗ କରିନଥିଲେ, କିନ୍ତୁ ଗଭୀର ଭାବରେ ସେ ଇଚ୍ଛା କରୁଥିଲେ ଯେ ଅନ୍ୟମାନେ ତାଙ୍କର ପ୍ରକୃତ ମୂଲ୍ୟ ଦେଖନ୍ତୁ। ଗୋଟିଏ ଦିନ କୃଷକଙ୍କ ପୁଅ ସହିତ ବଜାରକୁ ଯାଉଥିବା ସମୟରେ ଗୋପୁ ଜଙ୍ଗଲରେ ଶୁଖିଲା ପତ୍ର ତଳେ ଲୁଚି ରହିଥିବା ଏକ ଗଭୀର ଗାତରେ ଖସି ପଡ଼ିଲେ। ପିଲାଟି ସାହାଯ୍ୟ ପାଇଁ ଚିତ୍କାର କଲା ଏବଂ ଶୀଘ୍ର ଅନେକ ଗାଁ ଲୋକ ଏକାଠି ହେଲେ। କେତେକ କହିଲେ, ସେ କେବଳ ଏକ ଗଧ, ତାକୁ ସେଠାରେ ଛାଡ଼ିଦିଅ। ସେମାନେ ତାକୁ ବଞ୍ଚାଇବା ଅନୁଚିତ ଭାବି ଗାତରେ ମାଟି ଫୋପାଡ଼ିବାକୁ ଲାଗିଲେ। କିନ୍ତୁ ଗୋପୁ ହାର ମାନିଲା ନାହିଁ। ପ୍ରତ୍ୟେକ ଥର ମାଟି ତାଙ୍କ ପିଠିରେ ପଡ଼ିଲା, ସେ ଏହାକୁ ଝାଡ଼ି ଦେଇ ଉପରକୁ ଉଠିଗଲା। ଧୀରେ ଧୀରେ ଗାତଟି ପୋତି ହେବାକୁ ଲାଗିଲା। ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ଯେ ଗୋପୁ ଧୈର୍ଯ୍ୟର ସହିତ ଏହା ଜାରି ରଖିଥିଲା, ପ୍ରତ୍ୟେକ ଥର ମାଟି ଝାଡ଼ି ଉପରକୁ ଚଢ଼ିଥିଲା। ଶେଷରେ ସେ ଶକ୍ତିଶାଳୀ ଏବଂ ଜୀବନ୍ତ ଭାବରେ ବାହାରକୁ ବାହାରିଗଲା। ସେହି ଦିନଠାରୁ କେହି ପୁଣି ଗୋପୁ ଉପରେ ହସିଲେ ନାହିଁ। ସେ ଦୃଢ଼ତାର ପ୍ରତୀକ ହୋଇଗଲେ, ଗାଁକୁ ଶିଖାଇଲେ ଯେ ଦୃଢ଼ ସଂକଳ୍ପ ବାଧାଗୁଡ଼ିକୁ ପଥରରେ ପରିଣତ କରିପାରିବ।